ମରିବାକୁ କ'ଣ ଗଭର୍ଣ୍ଣର ନା କ'ଣ, ସିଏ ଗୋଟେ କହିଲେ କଳାକାର ଜଣେ, ସିଏ ତାଙ୍କ ମନ୍ତବ୍ୟ ଦେଇଛନ୍ତି। ଆଉ ତାକୁ ଆମେ କେତେବେଳେ ଗ୍ରହଣ କରିବା କେତେ ଛାଡ଼ିବା, ଏଇସବୁ ନିର୍ଭର କରେ ତାଙ୍କ ଉପରେ, ଆମ ଉପରେ। ଆଉ ଯିଏ ପଇସା ଦେବ ସିଏ ବ୍ୟାନ୍ କରୁଛି ମାନେ ଆମର ଭୁଲ ଠିକ୍ କ'ଣ କହିବୁ ଆମେ? ଆମେ ତ ଦଉନୁ ନା, ସେ ଯାହା ପାଖରୁ ନେଇଛନ୍ତି ସିଏ ବ୍ୟାନ୍ କରୁଛନ୍ତି। ତେଣୁ ନିର୍ଦ୍ଦେଶକ ମଧ୍ୟ ଆମେ କ'ଣ କହିବୁ ଭୁଲ କି ଠିକ୍? ମାଲିକ ହେଲେ ବୋଲି ବାଡ଼େଇବାଟା ଠିକ୍? ଆଜ୍ଞା, ନିର୍ଦ୍ଦେଶକ ଯେତେବେଳେ ଯାଇ ପହଞ୍ଚନ୍ତି ତାଙ୍କୁ କୁହାଯାଏ ଏମାନଙ୍କୁ ଦେଖିକି ନାଟକ କର, ଏମାନେ ଅଛନ୍ତି ଆମ ପାର୍ଟିରେ, ଆମକୁ ଲିଷ୍ଟ ଦିଆଯାଏ। ତେଣୁ ତା ଭିତରେ ନରିବା ବି ଅଛନ୍ତି। ତେଣୁ ଦଉଥିବା ଲୋକଟା କିଏ? ମାଲିକ। ତେଣୁ ବର୍ତ୍ତମାନ ମାରିକ ତାକୁ ଦେଲେ, ମାରିଲେ କି ନାହିଁ ସେଇଟା ବି କେମିତି ସତ ବୋଲି କହିବା? ଇଏ କାଳେ ମିଛ କହୁଥିବେ। ନମସ୍କାର ସମସ୍ତଙ୍କୁ। ଆଜି ଏକ ସମ୍ବେଦନଶୀଳ କାର୍ଯ୍ୟକ୍ରମ, ଯେଉଁଟା ଓମାର ଏକ ସମସ୍ତ ମାଷ୍ଟରମାନଙ୍କର ଏକାଠି ହେବା ଏବଂ ସମସ୍ତେ ଏକାଠି ଏକ ନିଷ୍ପତ୍ତି ନେବା ଏବଂ ତା ଭିତରେ ମାଲିକମାନଙ୍କୁ ସାମିଲ କରିବା ଏକ କାର୍ଯ୍ୟକ୍ରମ। ଏଇଟା ଗୋଟେ ସମ୍ବେଦନଶୀଳ ଏଇଥିପାଇଁ କହିଲି ଯେ ଯାତ୍ରା ଆଜି କେଉଁ ଅବସ୍ଥାରେ ପହଞ୍ଚିଛି, ଯାତ୍ରା କେମିତି ବଞ୍ଚିବ। ଯେଉଁ ଯାତ୍ରା ଦିନେ ସମଗ୍ର ଓଡ଼ିଶା ନୁହେଁ, ବେଙ୍ଗଲ ନୁହେଁ, ସବୁ ଜାଗାରେ ବହୁତ ଭାରି ପ୍ରସିଦ୍ଧି ଲାଭ କରିଥିଲା, ସେଇ ଯାତ୍ରା ଆଜି ଅବକ୍ଷୟ ଆଡ଼କୁ ଯାଉଛି। ଆମେ ଆସ୍ତେ ଆସ୍ତେ କେମିତି ଗୋଟେ ଅଲଗାର ରୂପ ଭ୍ରାନ୍ତି ଏମିତି ଏକ ଅବସ୍ଥା ଭିତରୁ ଟାଣି ହେଇଯାଉଛେ। ତ ଆଜି ସେ ଯାତ୍ରାକୁ ପୁଣି ଥରେ ଫେରେଇ ଆଣିବା, ଆମ ଯାତ୍ରା ପାଇଁ ଆମେ ଓଡ଼ିଶା ଗର୍ବିତ ହେବ, ଏଇ ଯେଉଁ ଚିନ୍ତାଧାରା, ସେଥିପାଇଁ ଏ ବୈଠକ ଥିଲା ଆମର ଆଜି ମାଲିକମାନଙ୍କ ସହିତ ଏବଂ ତା ସହିତ କିଛି ତ ମାଲିକ ନଥିଲେ ସମସ୍ତେ ବା ମାଷ୍ଟରମାନଙ୍କ ସହିତ। ଏସବୁ ଗୋଟିଏ କଥା ହେଉଛି ଯେ ଆମେ କେମିତି ଯାତ୍ରାକୁ ବଞ୍ଚେଇବା, କାହା ପାଇଁ ଯାତ୍ରା ଅବକ୍ଷୟ ଆଡ଼କୁ ଯାଉଛି, ଏଇସବୁ ଚିନ୍ତନ ଥିଲା। ତ ତା ଭିତରେ ନିର୍ଯାସରେ ଆମେ ପହଞ୍ଚିଲୁ। କିଛି କଳାକାର ସେମାନେ ତାଙ୍କର ମନ୍ତବ୍ୟ ଦ୍ୱାରା ସେମାନେ ଯାତ୍ରା ଜଗତକୁ ନଷ୍ଟ ଆଡ଼କୁ ଟାଣି ନେଉଛନ୍ତି। ଯେହେତୁ ସେ ମାଷ୍ଟରଙ୍କୁ ଖରାପ କହିଲେ, ଶିଖଉଥିବା ଲୋକଟା ଯଦି ଖରାପ, ତାହେଲେ ଶିଖୁଥିବା ଲୋକଟା ବି ତା ସାଙ୍ଗରେ ଖରାପ। ତ ସେଇଭଳି ଏକ କଥାକୁ ନେଇକି ଆମେ ଟିକେ ପ୍ରତିବାଦ କରିଛୁ ଏବଂ ଆଶା ବିଶ୍ୱାସ ରଖିଛୁ ସେ କଳାକାରଟି ଆମ ଭାଇଟି, ଯାହାକୁ ଆମେ ଶିଖେଇଛୁ, ଯାହାକୁ ମଣିଷ କରିଛୁ, ଯିଏକି ଆମରିମାନଙ୍କ କଲମରୁ ଆମମାନଙ୍କ ଶିକ୍ଷାରୁ ଆଜି ଏତେ ବଡ଼ରେ ପହଞ୍ଚିଛି। ସେ ଯଦି ନିଜକୁ ନିଜେ ବୁଝିପାରି ନାହିଁ ତ ବୁଝିବାର ସମୟ ଦିଆହେଇଛି, ସୁଯୋଗ ଦିଆହେଇଛି, ସେ ପୁଣି ଆସିବ। ଏହା ଏକ ଗୋଟେ କଥା ଥିଲା। ଆଉ ଗୋଟେ ଥିଲା ସମସ୍ତ ମାଲିକମାନଙ୍କୁ ଟାଣି ଆଣି ଏକା ସାଙ୍ଗରେ ବସିବା ଏବଂ ଆମେ ଏକାଠି ହେଲେ ବା ନିର୍ଦ୍ଦେଶକ ବା ମାଷ୍ଟର ଗ୍ରୁପ ଆଉ ମାଲିକ ଏମାନେ ଯଦି ଏକାଠି ହେବେ ତାହେଲେ ଯାତ୍ରାର ରୂପ ପରିବର୍ତ୍ତନ ହେବ। କାରଣ ସେ ଖର୍ଚ୍ଚ କରୁଛନ୍ତି ପଇସା ଏବଂ ଏମାନେ ଲେଖୁଛନ୍ତି, ଏମାନେ ନିର୍ଦ୍ଦେଶନ ଦେଉଛନ୍ତି, ଏମାନେ ସଜଉଛନ୍ତି। ସେ ନୃତ୍ୟ ହେଉ, ସେ ସଙ୍ଗୀତ ହେଉ, ସେ ନିର୍ଦ୍ଦେଶକ ହୁଅନ୍ତୁ ବା ଲେଖକ ହୁଅନ୍ତୁ, ଏ ସମସ୍ତେ। ତେଣୁ ମାଲିକମାନେ ଯଦି ସାମିଲ ନ ରହିବ, ଆମ ଭିତରେ ମାନେ ସମତାଳ ନ ରହିବ, ତାହେଲେ ଆମ ଯାତ୍ରା ବି ସେମିତି ଘୁଷି ଘୁଷି ଚାଲିବ। ଆଜି ଆର୍ଟିଷ୍ଟ ମାନେ ଗୋଟେ ଅଲଗା ରୂପ ନେଉଛନ୍ତି, କାଲି ଅଲଗା ରୂପ ନେବେ, ପୁଣି ତାପରଦିନ ଆଉ ଗୋଟେ ଅଲଗା ରୂପ ନେବେ। ଏ ପ୍ରତିବର୍ଷ ରୂପ ବଦଳି ବଦଳି ଚାଲିବ। ଏମିତି ହେଲେ ଆମ କଳାକାର ଯାହା ବି କରନ୍ତୁ ନାହିଁ, ଆମ କଳା ବଞ୍ଚିପାରିବନି। ଜଣକ ପରେ ଜଣେ କଳାକାର ନିର୍ଦ୍ଦେଶକ ମାନଙ୍କୁ ଯୋଉଭଳି ଭାବରେ ଦୁର୍ବ୍ୟବହାର କରୁଛନ୍ତି, ସେଟା ତାଙ୍କୁ କ'ଣ କହିବେ ଆପଣ? ନାଇଁ, ଦୁର୍ବ୍ୟବହାର ନୁହଁ ଭାଇ, ଏଇଟା ଭୁଲ ଶବ୍ଦ। ଦୁର୍ବ୍ୟବହାର ତାଙ୍କୁ କ'ଣ କୁହାଯିବ? ସେ କ'ଣ ଆସିକି ବ୍ୟବହାର କରୁଛନ୍ତି? ହଁ, ଏମିତି ଗୋଟେ କହିଲେ, ସେମାନେ କହିଦେଲେ ସେଥିରେ କ'ଣ ତାକୁ ଆମେ ମାଷ୍ଟର ହିସାବରେ କ'ଣ ଧରିବା ନା କ'ଣ? ଧରିନୁ। ପୂର୍ବ ବୈଠକ ନିଷ୍ପତ୍ତି ହେଲା ସଞ୍ଜୟ ଭୁଲ ମାଗିଥିଲେ, ଏଥର ଆପଣ ଗୋଟେ ନିଷ୍ପତ୍ତି କ'ଣ ଦୟା ଦେଇକି ଯୋଉ ପାର୍ଟିରେ ଆପଣ ହଁ, ଆପଣମାନେ ତ ଜାଣିଛନ୍ତି ଯେ ଆରଥର ସଞ୍ଜୟ ବାବୁ ତାଙ୍କ ନିର୍ଦ୍ଦେଶନାରେ ସେ କହିଲେ, ସେ ଯେମିତି ବି କହିଲେ ଠିକ୍ ଅଛି। ତ ତାଙ୍କୁ ଯିଏ ଶିଖେଇଥିବା ଲୋକମାନେ ଭୁଲ ଭାଲ କରିଦେଇଛନ୍ତି, ସେ ମଡୁଲେସନ ଭୁଲ କରୁଛନ୍ତି, କହିବାର ଶୈଳୀ ଭୁଲ କରୁଛନ୍ତି। ହେଲେ ବି ତ ଶରୀର ଅର୍ଥ ତ ଗୋଟେ ରକମ, ଏକ ପ୍ରକାର। ଯେମିତି ଇଂଲିଶରେ ଅଙ୍କଲ କହିଲେ ସେ ଦାଦାକୁ ବୁଝାଏ, ମାମୁଁକୁ ବୁଝାଏ, ଭାଇକି ବୁଝାଏ, ସିଏ ସେମିତିଆ କଥା। ଦାଦା ଅଙ୍କଲ ସରି ମାନେ ତ ସବୁଆଡ଼କୁ ପାଇବ, ସରି ଏମିତି କେତେ ରକମର ସରି ହେଇପାରେ। କି ତା ଭିତରୁ ସଞ୍ଜୟ ବାବୁ ଗୋଟେ ସରି କହିଲେ, ସେ ଶବ୍ଦକୁ ଆମେ ମଧ୍ୟ ଗ୍ରହଣ କରିନେଲୁ। ଠିକ୍ ଅଛି, ବଢ଼ିଆ ହେଲା। ସେ ବହୁତ ପୁରୁଣା କଳାକାର, ଯାହାଙ୍କ ଉପରେ ଯାତ୍ରା ନିର୍ଭର କରୁଛି, ଅପେକ୍ଷା କରିଛି ଯେ କଳାକାରମାନେ ବା ଦର୍ଶକମାନେ ଇଏ ସଞ୍ଜୟ ବାବୁ ଆସିବେ, ସଞ୍ଜୟଙ୍କ ମୋଟରସାଇକେଲ ଆସିବ, ଏସବୁ କଥାକୁ ଅପେକ୍ଷା କରାଯାଉଛି ଆଜି ପର୍ଯ୍ୟନ୍ତ ବି। ତେଣୁ ଆମେ ସାଧୁବାଦ ଜଣାଉଛୁ ସଞ୍ଜୟ ବାବୁଙ୍କୁ ଯେ ଯାହା ହଉ ସେ ଗୋଟେ ଭଲ ବାଟକୁ ଆସିଛନ୍ତି, ଆମେ ସରି କହିଲେ ସେଇଟା ବଡ଼ କଥା। ଆଜି ଯେଉଁ ଦୟା କଥା ଆପଣ କହିଲେ, ଦୟା ଭାଇ ଆମର
ସିଏ ତାଙ୍କର ଭୁଲ ବୁଝିନାହାନ୍ତି କ'ଣ ସେ ଭାବିଛନ୍ତି ସେ କହିଦେଉଛନ୍ତି ସେ ନିଜକୁ ଲେଖକ ଭାବିଛନ୍ତି କି ନିର୍ଦ୍ଦେଶକ ଭାବିଛନ୍ତି କ'ଣ ଗୋଟେ ଭାବିଥିବେ ଯାହା ଭାବିଛନ୍ତି ଭଲ ଭାବିଛନ୍ତି ଆମେ ନିର୍ଦ୍ଦେଶକ ହିସାବରେ ମୁଁ ଏତିକି କହିବି କି ଯାହା ସିଏ ଭାବୁଛନ୍ତି ଭଲ ଭାବନ୍ତୁ ଯାହା ତାଙ୍କର ହେଉଛି ଭଲ ହଉ ସିଏ ସୁଖରେ ରୁହନ୍ତୁ ଆମେ ଦୁଃଖରେ ଥାଉ ସେସବୁ କଥା ନାହିଁ ଆମେ ଅପମାନିତ ହୁଏ ସେସବୁ କଥା ନାହିଁ ସିଏ ଭଲ ରୁହନ୍ତୁ ଏତିକି କେବଳ କାମନା। ଆଜିର ଯୁବ ଅଭିନେତା କହିଥିଲେ କି ଚଳିବ, ଜଣେ ବରିଷ୍ଠ କଳାକାର ହେଇକି ଏଇ କଥାଟା କହିବାଟା କେତେ ଦୂର ଠିକ୍? ଆମେ ତ ଭାବି ପାରୁନୁ ବରିଷ୍ଠ ବୋଲି ଏଭଳିଆ କଥା ଯିଏ କହିଲା ତାକୁ ବରିଷ୍ଠ କେମିତି ଭାବିବା ସେ ବି ସେଇ ଯୁବ ଭିତରେ ଗଲା। କଳାକାର ମାନେ ସିଏ କୋଉଠୁ ପଇସା ଆଣୁଛନ୍ତି କୋଉଠି ଖାଉଛନ୍ତି କେତେବେଳେ କହୁନାହାନ୍ତି ସିଏ ସେମିତି ଆଣିଲେ ଖାଇଲେ ସିଏ ରାଗିଲେ ଇଏ ପିଟିଲେ ଇଏ ସବୁ କଥା ନେଇକି ଆମେ ଆଉ ନରି ଭାଇକି କ'ଣ ସାହାଯ୍ୟ କରିପାରିବା ଏତେ କ'ଣ ଦୁଃଖ ପ୍ରକାଶ କରିବା ଯେ ନରି ଭାଇ ତମେ ଭୁଲ କଲ କି ସିଏ ଭୁଲ କଲ ଆମେ ଜାଣିନୁ ତଥାପି ଯାହା ବି ହେଇଛି ତ ମାଡ଼ ହେଇଛି ବୋଲି ଆମେ ଦୁଃଖ ପ୍ରକାଶ କରୁଛୁ। ସାଧାରଣ ଚର୍ଚ୍ଚା ହଉଛି ଯେ ସେ ମାଡ଼ ଖାଇସାରିଲା ପରେ ବି ସେ ବାହାରେ ଆଲୋଚନା କରିବାଟା ଭୁଲ ହେଲା ବୋଲି। ସେ କଥା କହିପାରୁନି ଯାହାକୁ କାଟିବ ସେ କାନ୍ଦିବ ଏତେ କଥା କ'ଣ ଆଲୋଚନା କରିବା ଉଚିତ ଉଚିତ ହବା ଉଚିତ ଆଉ ତାଙ୍କ ମାଡ଼ ବସି ସେ କାନ୍ଦିଲା ସମସ୍ତେ ଶୁଣିଲେ ସେଥିରେ ଆପଣମାନେ ସଜେସନ ଦେବେ ମୁଁ ସଜେସନ ଦେବି ୟା ଭିତରେ ବି ଚାଲିବ ହେଲେ ବି ତା ନରି ସହିତ ଭାଇ ଏବେ ବି ନମିତାଙ୍କୁ ଯାତ୍ରା ମାଲିକ ସଂଘ ଯୋଉ 2 ଦିନ ତଳେ ବସିଥିଲେ ସେ ବି କ'ଣ ନମିତାଙ୍କୁ କହୁଛନ୍ତି ସୋକଲ ନୋଟିସ୍ ଦରକାର, ଏଇଟା କ'ଣ ଠିକ୍ କି ଭୁଲ? ମୁଁ ଜାଣିନି ସେଇଟା ଭାଇ ମତେ ଟିକେ କ୍ଷମା କରିବେ। ବ୍ୟାନ୍ କିଏ କଲେ? ଯାତ୍ରା ମାଲିକ ସଂଘ। ଆଉ ଯିଏ ପଇସା ଦବ ସିଏ ବ୍ୟାନ୍ କରୁଛି ମାନେ ଆମର ଭୁଲ ଠିକ କ'ଣ କହିବୁ ଆମେ ଆମେ ତ ଦଉନୁ ନା ସେ ଯାହା ପାଖରୁ ନେଇଛନ୍ତି ସିଏ ବ୍ୟାନ୍ କରୁଛନ୍ତି ତେଣୁ ନିର୍ଦ୍ଦେଶକ ମଧ୍ୟ ଆମେ କ'ଣ କହିବୁ ଭୁଲ କି ଠିକ। ମାଲିକ ହେଲେ ବୋଲି ବାଡ଼େଇବାଟା ଠିକ୍? ଆଜ୍ଞା ନିର୍ଦ୍ଦେଶକ ଯେତେବେଳେ ଯାଇ ପହଞ୍ଚନ୍ତି ତାଙ୍କୁ କୁହାଯାଏ ଏମାନଙ୍କୁ ଦେଖିକି ନାଟକ କର ଏମାନେ ଅଛନ୍ତି ଆମ ପାର୍ଟିରେ ଆମକୁ ଲିଷ୍ଟ ଦିଆଯାଏ ତେଣୁ ତା ଭିତରେ ନରିବାବୁ ବି ଅଛନ୍ତି ତେଣୁ ଦଉଥିବା ଲୋକଟା କିଏ ମାଲିକ ତେଣୁ ବର୍ତ୍ତମାନ ମାରିକ ତାକୁ ଦେଲେ ମାରିଲେ କି ନାହିଁ ସେଇଟା ବି କେମିତି ସତ ବୋଲି କହିବା ଇଏ କାଳେ ମିଛ କହୁଥିବେ ନା ସିସିଟିଭି ଦେଖା ହଉଛି ଯେ ଜଣେ ଭିତରକୁ ଯାଉଛନ୍ତି କିନ୍ତୁ ତା ଭିତରର ଦୃଶ୍ୟ ତ ଦେଖାଯାଉ ନା କେମିତି ମାଡ଼ ହେଇଛି କି ନାହିଁ ବୋଲି କେମିତି ଜାଣିବା ଆପଣ ତ ସେ କଥା କହୁଛନ୍ତି ମୁଁ ବି ସେ କଥା କହୁଛି କେମିତି ଜାଣିବା। ନରିବାବୁ ଯଦି ପୋଲିସରେ କେସ୍ ଦେଇଛନ୍ତି ମାଲିକମାନେ ଡିସିସନ ନେବା ପୂର୍ବରୁ ପୋଲିସର ରିପୋର୍ଟକୁ ଅପେକ୍ଷା କରିବାର ଥିଲା କି? ନରିବାବୁ କ'ଣ ଗଭର୍ଣ୍ଣର ନା କ'ଣ ସିଏ ଗୋଟେ କହିଲେ କଳାକାର ଜଣେ ସିଏ ତାଙ୍କ ମନ୍ତବ୍ୟ ଦେଇଛନ୍ତି ଆଉ ତାକୁ ଆମେ କେତେବେଳେ ଗ୍ରହଣ କରିବା କେତେ ଛାଡ଼ିବା ଏ ନିର୍ଭର କରେ ତାଙ୍କ ଉପରେ ଆମ ଉପରେ। ଦୟା ଯଦି କିଛି ମାନେ ଭିଡ଼ିଓ ଜାରି କରି ଭୁଲ କ୍ଷମା କରନ୍ତି ଆପଣ ଏଟା ଗ୍ରହଣ କରିବେ କି? କି କଥା ଆମ ଷ୍ଟୁଡେଣ୍ଟ ଆମେ ତିଆରି କରୁଛୁ ତାଙ୍କୁ ଆଉ ସିଏ ଆମେ ଭୁଲ ମାଗିଲେ ଆମେ କ'ଣ ଛାଡ଼ିଦେବା ଆମ ପିଲାକୁ ଆମେ କ'ଣ କ୍ଷମା କରିବାନି।